ମନ୍ଦିର ଭିତରେ ମାନସୀ ଧାଇଁ ଆସି କହିବେ, ମା ଠାକୁରାଣୀ ମୋତେ କ୍ଷମା କରନ୍ତୁ, ମୁଁ ଏଇ କାମ ଜମା ବି ପାରିପାରିବି ନାହିଁ, ମୋତେ କ୍ଷମା କରିଦିଅନ୍ତୁ, ମୁଁ ଏ କାମ ଜମା ବି ପାରିପାରିବି ନାହିଁ। ତାପରେ ମା ଠାକୁରାଣୀ ବନ୍ଧୁକ ରଖି କହିବେ ମାନସୀକୁ, ତତେ ଏ କାମ ନିଶ୍ଚୟ କରିବାକୁ ପଡ଼ିବ, କାହିଁକି ନା ତୁ ଜୀବନର ସ୍ତ୍ରୀ। ସେତିକି ବେଳେ ନିଜକୁ ବଞ୍ଚାଇବାକୁ ଯାଇ ମାନସୀ କହିବେ, ମୁଁ ସ୍ତ୍ରୀ ନୁହଁ ଜମା ବି ଜୀବନ ବାବୁଙ୍କ ଏବଂ ମୋର ବାହାଘର ଭଲରେ ହୋଇନାହିଁ। ମୁଁ ଭଲ ଭାବେ ସିନ୍ଦୁର ପିନ୍ଧିନି ତାଙ୍କ ମଥାରୁ ଏବଂ 7 ଫେରା ବି ହୋଇନି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ତାପରେ ଏପଟେ ବାବାଜୀ ବେଶରେ ଜ୍ୟୋତି ଏବଂ ପବନ ଠିଆ ହୋଇଥିବେ। ଯେତେବେଳେ ମାନସୀ ନିଜ ମୁହଁରୁ ସବୁ ସତ କଥା ଉଗାଳି ଦେବେ, ତାହା ଶୁଣି ମୋହିନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯେ ତାଙ୍କ ବୋହୂ କେତେ ଚାଲାକ ଏବଂ କେତେ ଖଳ ପ୍ରକୃତିର। ଏହାପରେ ସେପଟ ଆଡ଼ୁ ଶୁଣାଯିବ ବମ୍ ବମ୍ ଭୋଲେ, ବମ୍ ବମ୍ ଭୋଲେ। ଯେଉଁ 2 ଜଣ ସାଧୁ ଠିଆ ହୋଇଥିବେ କହିବେ ବମ୍ ବମ୍ ଭୋଲେ ଏବଂ ସେ ସାଧୁଙ୍କ କଥା ଶୁଣି ମାନସୀ ଯେତେବେଳେ ସେମାନଙ୍କ ଆଡ଼ୁ ବୁଲିବେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଛଦ୍ମବେଶୀ ଜୀବନଙ୍କ ସ୍ତ୍ରୀ ଜ୍ୟୋତି ଏବଂ ପବନ ଧୀରେ ଧୀରେ କରି ନିଜ ମଥାରୁ ଦାଢ଼ି ଏବଂ ସବୁ ଖୋଲିବେ ଏବଂ ସମସ୍ତଙ୍କର ଅସଲ ଚେହେରା ନିଜକୁ ଦେଖାଇ ଦେବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି, ମାନସୀଙ୍କ ସତ୍ୟତାକୁ ସମସ୍ତେ ବିଶ୍ୱାସ କରିବେ ନା ଜ୍ୟୋତି ଉପରେ ସେଇଭଳି ସନ୍ଦେହ କରୁଥିବେ ସମସ୍ତେ?